ରୁବି ଆଦର୍ଶଙ୍କୁ କହୁଛନ୍ତି ପଲ୍ଲବୀ ଆଜି ତା କୋଚିଂ ଟିଚର ସହିତ ପୋଲିସ ଷ୍ଟେସନ ଯାଇଥିଲା। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ପଲ୍ଲବୀ ମନେ ମନେ କହୁଛନ୍ତି, ମୁଁ ସଞ୍ଜୀବଙ୍କ ସହିତ ପୋଲିସ ଷ୍ଟେସନ ଯାଇଥିଲି ଏକଥା ରୁବି ମାଉସୀ କେମିତି ଜାଣିଲେ? ଏମିତି ଭାବିବା ପରେ ପଲ୍ଲବୀଙ୍କର ମନେ ପଡ଼ିଛି ଯେ ସେ ସଞ୍ଜୀବଙ୍କ ସହିତ ପୋଲିସ ଷ୍ଟେସନ ବାହାରେ ଛିଡ଼ା ହେଇଥିବା ସମୟରେ ଗୋଟେ ଗାଡ଼ି ତାଙ୍କୁ କ୍ରସ୍ କରିଥିଲା। ଆଉ ଯେଉଁ ଗାଡ଼ିଟା ପଲ୍ଲବୀଙ୍କୁ ତାଙ୍କର ଘର ଗାଡ଼ି ବୋଲି ଲାଗିଥିଲା। ଏସବୁ କଥା ପଲ୍ଲବୀଙ୍କର ମନେ ପଡ଼ିବା ପରେ ପଲ୍ଲବୀ ମନେ ମନେ କହୁଛନ୍ତି, ତାମାନେ ସେ ଗାଡ଼ିରେ ଯେଉଁ ଲେଡି ଜଣକ ମୁହଁରେ ବୁର୍ଖା ଦେଇ ବସିଥିଲେ ସେ ହେଉଛନ୍ତି ରୁବି ମାଉସୀ। ତାମାନେ ମୋ ସନ୍ଦେହ କ'ଣ ସତ ହେଇଗଲା? ଗୌରବ ଭାଇ ଜେଲ୍ ଯିବା ପଛରେ କ'ଣ ରୁବି ମାଉସୀଙ୍କର ହାତ ଅଛି? ଏମିତି ଭାବିବା ପରେ ପଲ୍ଲବୀ ମନେ ମନେ କହୁଛନ୍ତି, ମୋତେ ଆଗ ପ୍ରମାଣ ବାହାର କରିବାକୁ ପଡ଼ିବ, ତାପରେ ମୁଁ ଯାଇ ସିଓର ହେଇଯିବି ଯେ ଏସବୁ କାମ ରୁବି ମାଉସୀ କରିଛନ୍ତି। ଏମିତି କହିକି ପଲ୍ଲବୀ ଯାଇ ରୁବିଙ୍କ ରୁମରେ ସେ ବୁର୍ଖାକୁ ଖୋଜୁଛନ୍ତି। ହେଲେ ରୁବିଙ୍କ ରୁମରୁ ସେ ବୁର୍ଖା ନ ମିଳିବାରୁ ପଲ୍ଲବୀ କହୁଛନ୍ତି, ରୁବି ମାଉସୀ ଘର ବାହାରେ ଯେତେବେଳେ ଥିଲେ ତାଙ୍କ ଦେହରେ ବୁର୍ଖା ଥିଲା, କିନ୍ତୁ ସେ ଘର ଭିତରକୁ ଆସିବା ପରେ ତାଙ୍କ ଦେହରେ ବୁର୍ଖା ନଥିଲା। ତାମାନେ ରୁବି ମାଉସୀ ସେ ବୁର୍ଖାକୁ ଗାଡ଼ିରେ ରଖିଦେଇ ଆସିଛନ୍ତି। ଏମିତି କହିକି ପଲ୍ଲବୀ ଘର ବାହାରକୁ ଯାଉଛନ୍ତି ଗାଡ଼ିରେ ରୁବିଙ୍କର ବୁର୍ଖାକୁ ଖୋଜିବା ପାଇଁ। ତେବେ ଦର୍ଶକ ବନ୍ଧୁ, ପଲ୍ଲବୀ ଗାଡ଼ିରେ ରୁବିଙ୍କର ବୁର୍ଖାକୁ ଦେଖିବା ପରେ ପଲ୍ଲବୀ କ'ଣ କନଫର୍ମ ହେଇଯିବେ ଯେ ଗୌରବ ଆରେଷ୍ଟ ହେବା ପଛରେ ରୁବିଙ୍କର ହାତ ଅଛି ବୋଲି? ଯଦି ହଁ, କମେଣ୍ଟରେ ୟେସ୍ ଲେଖନ୍ତୁ।